ଦଶମ ଶ୍ରେଣୀ ସଂସ୍କୃତ ବହିର ପଦ୍ୟ ବିଭାଗରେ ଗୋଟେ ବିଷୟ ଅଛି ଯୁଧିଷ୍ଠିର ଯକ୍ଷ ସମ୍ବାଦ ପ୍ରସଙ୍ଗ। ସେହି ଯୁଧିଷ୍ଠିର ଯକ୍ଷ ସମ୍ବାଦ ପ୍ରସଙ୍ଗ ଆଜି ଆରମ୍ଭ କରିବି। କଶ୍ଚିତ୍ ଯକ୍ଷ ମହାରାଜସ୍ୟ ଯୁଧିଷ୍ଠିରସ୍ୟ ଜ୍ଞାନ ବୁଦ୍ଧି ପରୀକ୍ଷାର୍ଥମ କଶ୍ଚିତ୍ ପ୍ରଶ୍ନାନ୍ ପୃଷ୍ଟବାନ୍। କୌଣସି ଏକ ଯକ୍ଷ ମହାଭାରତରେ କୌଣସି ଏକ ଯକ୍ଷ ବନବାସ ସମୟରେ ଯୁଧିଷ୍ଠିରଙ୍କର ଜ୍ଞାନ ବୁଦ୍ଧି ପରୀକ୍ଷା କରିବା ପାଇଁ ଅନେକ ଗୁଡ଼ିଏ ପ୍ରଶ୍ନ ପଚାରିଥିଲେ। ଯେତେବେଳେ ଜଳ ସନ୍ଧାନ କରିବା ପାଇଁ ଅନ୍ୟ ଭାଇମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଧର୍ମରାଜ ଯୁଧିଷ୍ଠିର, ସେତେବେଳେ ଜଣକ ପରେ ଜଣେ ସେହି ହ୍ରଦ ନିକଟରେ ଯାଇ ଗୋଟେ ଶିମ୍ବୁଳି ବୃକ୍ଷ ଉପରେ ଥିବା ଯକ୍ଷ ପ୍ରଶ୍ନର ଉତ୍ତର ଦେଇ ନପାରି ସମସ୍ତେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଧର୍ମରାଜ ଯୁଧିଷ୍ଠିର ସ୍ୱୟଂ ମହାଭାରତରେ ଯିଏକି ଜଣେ ଜ୍ଞାନୀ ସତ୍ୟନିଷ୍ଠ ସତ୍ୟସନ୍ଧ ମହାପୁରୁଷ, ସର୍ବ ବିଷୟକ ଜ୍ଞାନର ଅଧିକାରୀ ଯିଏ, ସେ ସମୁଚିତ ଉତ୍ତର ଦେଇଥିଲେ। କେବଳ ଆଜି ଆମେ ଆଲୋଚନା କରିବା ପ୍ରଥମ ଶ୍ଲୋକର ପ୍ରଥମ ପ୍ରଶ୍ନ ଚାରୋଟି। ଯକ୍ଷ ପ୍ରଥମେ ପଚାରିଲା, କଂସିତ୍ ପ୍ରବସତ ମିତ୍ରମ୍। ପ୍ରବାସ ଅର୍ଥାତ୍ ବିଦେଶ। ବିଦେଶରେ ମିତ୍ର କିଏ? ବିଦେଶରେ ବନ୍ଧୁ କିଏ? ଯୁଧିଷ୍ଠିର ତାର ଉତ୍ତର ଦେଲେ, ବିଦ୍ୟା ପ୍ରବସତ ମିତ୍ରମ୍। ବିଦ୍ୟା ହେଉଛି ବିଦେଶରେ ବନ୍ଧୁ। ଆପଣମାନେ ସମସ୍ତେ ଜାଣିଛନ୍ତି, ବିଦ୍ୟା ସବୁ ଜାଗାରେ ଆପଣଙ୍କର ମିତ୍ର ତାର ପରିଚୟ ଦେଇ ଆପଣଙ୍କୁ ବିଜୟ ଦେବ। ବିଦ୍ୟାବାନ ଲୋକ ବା ବିଦ୍ୱାନ ଲୋକ ଯଦି ବିଦେଶକୁ ଯାଏ, ତା ବିଦ୍ୟା ବଳରେ ନିଶ୍ଚୟ ସେ ଆଦୃତ ହେବ। କାରଣ ଆଗରୁ ଓଡ଼ିଆ କବିମାନେ କହିଛନ୍ତି, ରାଜା ସିନା ପୂଜା ପାଏ ଆପଣା ଦେଶରେ, କବି ପୂଜା ପାଉଥାଏ ଦେଶ ବିଦେଶରେ। ଜଣେ ଅଜ୍ଞ ମୂର୍ଖ ଅନଭିଜ୍ଞ ବ୍ୟକ୍ତି ସେ ବିଦେଶରେ ଯେତିକି ସଫଳତାର ସହିତ ବୁଲିବ ବା ଜୀବନ ନିର୍ବାହ କରିବ, ଜଣେ ଜ୍ଞାନୀ ଲୋକ ଆହୁରି ସହଜରେ ଜୀବନ ନିର୍ବାହ କରିବ। କେଂସିନ୍ ମିତ୍ରମ୍ ଗୃହେ ସତଃ। ଘରେ ବନ୍ଧୁ କିଏ? କାହାର ବନ୍ଧୁ କିଏ? ଏଠି ପ୍ରଶ୍ନ ଯେ ଗୃହେ ସତଃ ଅର୍ଥାତ୍ ଜଣେ ଗୃହୀ ଲୋକର ତା ଘରେ ବନ୍ଧୁ କିଏ? ଜଣେ ପୁରୁଷର ବନ୍ଧୁ କିଏ? ନା ଯୁଧିଷ୍ଠିର ଦେଲେ ଉତ୍ତର, କଲେ ଯେ ଭାର୍ଯ୍ୟା ମିତ୍ରମ୍ ଗୃହେ ସତଃ। ଭାର୍ଯ୍ୟା କିଏ? ନା ଧର୍ମପତ୍ନୀ ସ୍ତ୍ରୀ। ପରିବାରସ୍ୟ ମଙ୍ଗଳ ନିମିତ୍ତମ୍ ସର୍ବପ୍ରକାର ଭାରମ୍ ଶିରସି ଧାରୟତି ଯା ସା ଭାର୍ଯ୍ୟା। ପରିବାରର ସକଳ ଦାୟିତ୍ୱ ସକଳ ମଙ୍ଗଳ ପାଇଁ ମୁଣ୍ଡ ଉପରେ ସବୁ ଦାୟିତ୍ୱକୁ ବହନ କରି ଯିଏ ଗୃହ କର୍ମ ସମ୍ପାଦନ କରେ, ସେ ହେଉଛି ଭାର୍ଯ୍ୟା। ଜଣେ ପୁରୁଷର ପରମ ମିତ୍ର ହେଉଛି ଭାର୍ଯ୍ୟା। ଯଦି ଭାର୍ଯ୍ୟା କୁପଥଗାମୀ ବିପଥଗାମୀ ବା ସ୍ୱାମୀକୁ ଠିକ୍ ସହଯୋଗ ନ କରିବ, ତାହେଲେ ପ୍ରକୃତ ମିତ୍ର ସେ ନୁହଁ। ଯୁଧିଷ୍ଠିର ଉତ୍ତର ଦେଲେ, ଜଣେ ଭାର୍ଯ୍ୟା ତା ସ୍ୱାମୀର ପରମ ମିତ୍ର ଘରେ। ତୃତୀୟ ପ୍ରଶ୍ନ, ଆତୁରସ୍ୟ ଚ କିମ୍ ମିତ୍ରମ୍। ଆତୁର ଅର୍ଥାତ୍ ଏଠି ରୋଗୀ। ସବୁଠାରୁ ବ୍ୟସ୍ତ, ସବୁଠାରୁ ଆତୁର, ସବୁଠାରୁ ଯନ୍ତ୍ରଣା ଜର୍ଜରିତ ସେହି ଲୋକ, ରୋଗଗ୍ରସ୍ତ ଲୋକ, ଯାହାକୁ ରୋଗ ହେଇଥାଏ। ତାହେଲେ ଏଠି ଆତୁର ଅର୍ଥାତ୍ ରୋଗୀ। ରୋଗୀର ବନ୍ଧୁ କିଏ? ନା ଆତୁରସ୍ୟ ଭୀଷଙ୍ଗ ମିତ୍ରମ୍। ଯୁଧିଷ୍ଠିର ଉତ୍ତର ଦେଲେ, ଆତୁରସ୍ୟ ଭୀଷଙ୍ଗ ମିତ୍ରମ୍ ଅର୍ଥାତ୍ ରୋଗୀର ବନ୍ଧୁ ବୈଦ୍ୟ ଅଟେ। ବୈଦ୍ୟ ବା ଡାକ୍ତର ସେ ପ୍ରକୃତ ରୋଗୀର ହିଁ ବନ୍ଧୁ। ଆଉ କେଂସିନ୍ ମିତ୍ରମ୍ ମରିଷ୍ୟତଃ। ମରଣମୁଖୀ ଲୋକ ବା ମୃତ୍ୟୁମୁଖୀ ଲୋକ ବା ମୃତ୍ୟୁ ସମୟରେ ଆମର ପ୍ରକୃତ ବନ୍ଧୁ କିଏ? ଯୁଧିଷ୍ଠିର ଉତ୍ତର ଦେଉଛନ୍ତି, ହେ ଯକ୍ଷ, ପ୍ରକୃତ ମରଣମୁଖୀ ଲୋକର ବନ୍ଧୁ ହେଉଛି ଯେ ଦାନ। ଦାନମ ମିତ୍ରମ ମରିଷ୍ୟତଃ। ଦାନ ହେଉଛି ମୃତ୍ୟୁମୁଖୀ ଲୋକର ପରମ ମିତ୍ର। ଦାନକୁ ସମୀକ୍ଷା କଲେ ପ୍ରାୟ ଲୋକ କହନ୍ତି, ଦାନ ଦେଇଦିଅ, ଚନ୍ଦ୍ରାୟଣୀ କର। ଆମ ହିନ୍ଦୁ ସନାତନ ଧର୍ମ ଅନୁସାରେ ମଲା ବିଛଣାରେ ଯଦି ଜଣେ ବହୁତ ଦିନ କଷ୍ଟ ପାଉଛି, ସେଠି ଦାନର ଶବ୍ଦ ଉଠେ, ଦାନର ପ୍ରଶ୍ନ ଉଠେ। ଦାନ ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ଦାନ ଦିଆଯାଏ। ସେ ସମୟରେ ଅନ୍ନଦାନ, ବସ୍ତ୍ରଦାନ, ତିଳଦାନ, ଭୂମିଦାନ, ସ୍ୱର୍ଣ୍ଣଦାନ, ଗୋଦାନ, ବିଭିନ୍ନ ପ୍ରକାର ଦାନ, ବସ୍ତ୍ରଦାନ, ଦାନ କରାଯାଏ। ଏହି ଦାନ ହିଁ ପୁଣ୍ୟ ରୂପରେ ଆମ ପାଇଁ ଲଢ଼େଇ କରିବ ଆରପାରିରେ ଯମ ଦରବାରରେ।
ସେଥିପାଇଁ ଜୀବନ କାଳ ଭିତରେ ତ୍ୟାଗ ବା ଦାନକୁ ସମସ୍ତେ ଚିନ୍ତା କରିବା ଦରକାର। ଦାନର ମାହାତ୍ମ୍ୟ ସବୁର ଉର୍ଦ୍ଧ୍ୱରେ। ମୁକୁତା ଦେଇ ସେଦିନ ତା ପୁଅ ଗୋବିନ୍ଦ ଚନ୍ଦ୍ରକୁ କହିଥିଲା, ଯାହା ଦେବୁ ହସ୍ତ ଟେକିରେ କୁମର, ଯାହା ଦେବୁ ହସ୍ତ ତୋଳି, ଦକ୍ଷିଣ ହସ୍ତରେ ଯେ ଦାନ ତୁ ଦେବୁ, ସେ ହେବ ପଥ ସଙ୍ଖାଳି। ତାହେଲେ ପରିଶେଷରେ 4ଟି ପ୍ରଶ୍ନ, 4ଟି ଉତ୍ତରର ସଠିକ୍ ଉତ୍ତର ମୁଁ ପ୍ରଦାନ କରୁଛି। ଯେ ପ୍ରଥମ ପ୍ରଶ୍ନ ହେଲା କେଉଁସେନ୍ ପ୍ରବସତ ମିତ୍ରମ୍, ବିଦେଶରେ ବନ୍ଧୁ କିଏ? ବିଦ୍ୟା ପ୍ରବସତ ମିତ୍ରମ୍, ବିଦ୍ୟା ବିଦେଶରେ ବନ୍ଧୁ ଅଟେ। କେଉଁସେନ୍ ମିତ୍ରମ୍ ଗୃହେ ସତଃ, ଘରେ ବନ୍ଧୁ କିଏ? ଭାର୍ଯ୍ୟା ମିତ୍ରମ୍ ଗୃହେ ସତଃ, ଭାର୍ଯ୍ୟା ଘରେ ମିତ୍ର ଅଟେ। ଆତୁରସ୍ୟ ଚ କିମ୍ ମିତ୍ରମ୍, ଆତୁରସ୍ୟ ଭୀଷଙ୍ଗ ମିତ୍ରମ୍, ଆତୁର ବା ବ୍ୟସ୍ତ ରୋଗୀ ଲୋକର ବନ୍ଧୁ ବୈଦ୍ୟ। କେଉଁସେନ୍ ମିତ୍ରମ୍ ମରିଷ୍ୟତଃ, ଦାନବ ମିତ୍ରମ୍ ମରିଷ୍ୟତଃ।